ताहेले मन कन देखि सुन नहेले म परिचय बोली जीव हाँ बाबू आलो एरुपसी मु होची माणिक्यगढ़ राजा देवदत्तक कनिष्ठ पुत्र नाम मोर अभय अभय ए बाबू तम ना तो बहुत सुंदर सत कहूच सतरी आलो एरुपसी निज परिचयटा ताहेले कौन तमें भी मो परिचय शुणब ए बाबू मु होची ए सबरपल्ली पुंडरीक वैदंकर एकमात्र अली अली झिया नाम मोर अंजलि बाबू कौन कहले अंजलि अंजलि आलो ये अंजलि बड़ दुखर विषयटी कहवाक चाहूँगी कौन बाबू देख अंजलि आज के 2-3 दिन हो गला मु ठीक से किसी खाइनी मते किसी खाइबा को दे पारिबो कि खाइबा पाई हाँ हेले देख एटा तो गोटे फूल उद्यान हाँ तो ये जगह किसी भी खाइबा पाई मिली पारिबनी हेले सेई पाखरी मोर छोटिया घरटी अच्छी मु आम घर को जाई तुम पाई खाइबार बंदोबस्त करी सत कहूच अंजलि हाँ ठीक अच्छी हेलो ए सांग देख ना तमें परदेशी बंधुक सहित किसी समय कथा होता मुझे खाइबार बंदोबस्त कर दे सांग हेलो ताले सांग ताले आसुची ठीक अछि लो सहचरी माने कथाटे पचारिबा पाई चाहूछि ई कथा युवराज जा कहब सत कहब तुम अपा म तुम अपा काहाको भल पाउछन्ति कि ना युवराज किंबा को राज्य को देशर विवाह प्रस्ताव नहीं आतिछन्ति कि ना ना सामान्य एका अछन्ति जा हो तुम मुखरे वाक्य शुणी ए अबुझा मन टिके शांति मिलिला सकारे अरे नहीं बाबा हाँ मुझे एटा अच्छी अच्छा अरे वाह तुम्हें माने भी कम नुहे तुम्हें माने भी देखिया पाई भारी सुंदर सतरे और तुम जमा भारी सुंदर हेलो ये सखी माने तुम अपना सामने बोले ए बाबू बाबू आज सुनिचा ए बाबू अरे देख मो तुम खाइबा निके आसची ए नियो पानी ए पानी रे हाथ गुड़ा थई तमे से जगह बस पड़ मो तुम खाइबा बारी दउची ठीक अच्छे अंजलि
ଏମିତି ସୁସ୍ୱାଦୁ ଖାଦ୍ୟ ମୋ ରାଜକୀୟ ଖାଦ୍ୟରେ କେବେ ଖାଇ ନଥିଲି। ସତରେ ବାବୁ ସତରେ ଲକ୍ଷ୍ମୀ ପ୍ରସାଦ ବି ଅଧିକ ସ୍ୱାଦିଷ୍ଟ ଲାଗିଲା। ଆଲୋ ଏ ଅଞ୍ଜଳି, ତୁମ ରୂପ ଯେମିତି, ସତରେ ତୁମ ଗୁଣ ସେମିତି। ତୁମେ ଗୋଟିଏ ଲକ୍ଷ୍ମୀ ପ୍ରତିମା ନାରୀଟିଏ। ତୁମକୁ ଯିଏ ଜନ୍ମ ଦେଇଛି ସେଇ ଗର୍ଭା ମାକୁ ଏଠି ଥାଇ ମୁଁ କୋଟି କୋଟି ନମସ୍କାର କରୁଛି। ନାଇଁ ବାବୁ ନାଇଁ, ତମେ ସେମିତି କଥା କହିବନି ବାବୁ। କାରଣ ଜାଣିଛ, ଯେତେବେଳେ ମୋର ମାତା ପିତା କଥା ମୋର ମନେ ପଡ଼ିଯାଏ ସେତେବେଳେ ଛାତି ଭିତରେ କ'ଣ ହେଇଯାଏ। ଏଇ ବାବୁ, ତମେ ଜାଣିଛ, ମୁଁ ଯେତେବେଳେ ଛୋଟ ଥିଲି ମୁଁ ବି ଏ ଘୋର ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ହେଲେ ଦେଖ, ସେଇ ସମୟରେ ମୋ ମାତା ପିତାକୁ ବାଘଟା ଖାଇଦେଲା। ଆଉ ମୋତେ ସେଇ ସମୟରେ ବୈଦ ପିତା ପାଇ ଛୋଟରୁ ଏତେ ବଡ଼ କରିଛନ୍ତି। ଯଦି ମୋର ଜୀବନରେ କିଏ ଅଛନ୍ତି, ମୋ ବୈଦ ପିତା ହିଁ ଅଛନ୍ତି ବାବୁ। ଆଉ ଦୁନିଆରେ ମୋର କେହି ବି ନାହାନ୍ତି। ଅଞ୍ଜଳି, ବିତି ଯାଇଥିବା କଥାକୁ ମନେ ପକାଇ ନିଜକୁ ନିଜେ ଦୁର୍ବଳତା ଭାବନ୍ତୁ ନାହିଁ। ମୁଁ ଅନୁରୋଧ କରି କହୁଛି, ତୁମେ ସଦା ସର୍ବଦା ଖୁସିରେ ରହିବା ପାଇଁ ଚେଷ୍ଟା କରିବ। ଠିକ୍ ଅଛି ବାବୁ, ମୁଁ ତମ କଥା ରଖି ଖୁସିରେ ରହିବା ପାଇଁ ଚେଷ୍ଟା କରିବି। ଆଲୋ ଏ ଅଞ୍ଜଳି, ତୁମ ଅତିଥି ସତ୍କାରରେ ଅଜସ୍ର ଖୁସି ହୋଇ ମୁଁ ତୁମକୁ ଛୋଟିଆ ଉପହାରଟି ଦେବା ପାଇଁ ଚାହୁଁଛି। ଉପହାର? କି ଉପହାର ବାବୁ? ଏଇ ଦେଖିପାରୁଛ, ଏଇ ଉପହାର ଦେବା ପାଇଁ ଚାହୁଁଛି। ନାଇଁ ରେ ବାବା ନାଇଁ, ମୁଁ ସେଇ ଉପହାର ନେଇପାରିବିନି। କାହିଁକି? ଏ ବାବୁ, ଆମେ ତମକୁ ଖାଇବାକୁ ଦେଲୁ ବୋଲି ତମେ ସେଇ ଉପହାର ଦେଇ ଆମକୁ ସବୁଦିନ ପାଇଁ ଋଣୀ କରିଦେବା ପାଇଁ ଚାହୁଁଛ ନା? ଅଞ୍ଜଳି, ଆରେ ତୁମେ ମୋତେ ବିପଦରେ ସାହା ହୋଇଥିଲ। ଆଉ ଏଇଟା ହେଉଛି କୌଣସି ଖରାପ ଉଦ୍ଦେଶ୍ୟରେ ମୁଁ ଦେବା ପାଇଁ ଚାହୁଁନି, ଗୋଟିଏ ବନ୍ଧୁ ହିସାବରେ ଦେବା ପାଇଁ ଚାହୁଁଛି। ବନ୍ଧୁ ହିସାବରେ? ଯଦି ତମେ ବନ୍ଧୁ ହିସାବରେ ଦେବ ତାହେଲେ ମୁଁ ନିଶ୍ଚୟ ଗ୍ରହଣ କରିବି। ସତ କହୁଛ ଅଞ୍ଜଳି? ହଁ। ଆଲୋ ଏ ଅଞ୍ଜଳି, ଏଇଟା ହେଉଛି ଆମ ପ୍ରଥମ ଦେଖା, ପ୍ରଥମ ଉପହାର। ଯେମିତି ବି କଷ୍ଟ ଆସୁନା କାହିଁକି, ଏହାକୁ କେବେ ଅଲଗା କରିବ ନାହିଁ। ଠିକ୍ ଅଛି ବାବୁ, ଯେତେବେଳେ ତମ ପ୍ରଥମ ଦେଖାର ପ୍ରଥମ ଉପହାରକୁ ମୁଁ ସବୁବେଳେ ସାଇତି କରିକି ରଖିବି। ଅଞ୍ଜଳି, ହଁ। ଆଉ କେଉଁଦିନେ କେଉଁଠି ଦେଖା ହେଲେ ମୋ ସହିତ ତୁମେ କଥା ହେବ ତ? ଆରେ କଥା ହେବିନି କାହିଁକି, ଯେତେବେଳେ ଆମେ ବନ୍ଧୁ ହେଇଯାଇଛେ ମୁଁ ତମ ସହିତ ନିଶ୍ଚୟ କଥା ହେବି। ଆଲୋ ଏ ଅଞ୍ଜଳି, ସେଇଦିନ ଦେଖା ହେଲା ପରେ ମୁଁ କଥାଟିଏ କହିବି। ହଁ, ସେଇ କଥା କ'ଣ ତମେ ଆଜି କହିବନି? ଅଞ୍ଜଳି, ମୁଁ ପରା ମୋ ଭାଇକୁ ଖୋଜିବା ନିମନ୍ତେ ଆସିଅଛି। ମୋତେ ଯେମିତି ହେଲେ ବି ଯିବାକୁ ହବ। ଅଞ୍ଜଳି, ହଁ। କେଉଁଠି ଦେଖା ହେବା? କେଉଁଠି ଦେଖା ହବା? କେଉଁଠି ଦେଖା ହବା? ହଁ ହଁ, ଆମ ଗାଡ଼ି ଗୋଟିଏ ଶିବ ମନ୍ଦିରଟିଏ ଅଛି। ଆଚ୍ଛା, ମୁଁ ସେଇ ଶିବ ମନ୍ଦିରକୁ ପୂଜା କରିବା ପାଇଁ ଯିବି। ଆମେ ଦୁଇ ଜଣ ସେଇ ଶିବ ମନ୍ଦିରରେ ଦେଖା ହବା। ସତ କହୁଛ ଅଞ୍ଜଳି? ହଁ। ଠିକ୍ ଅଛି ଅଞ୍ଜଳି, ମୁଁ ଯଥାଶୀଘ୍ର ଆସି ସେଇ କଥା କହିବା ପାଇଁ ଚେଷ୍ଟା କରିବି। ହଁ, ତାହେଲେ ମୁଁ ଆସୁଛି। ଠିକ୍ ଅଛି। ଠିକ୍ ଅଛି।